ବନ୍ଧୁଗଣ ସ୍ୱାଗତମ। ବେଦରେ ଗୋଟେ ମନ୍ତ୍ର ଅଛି, ପୁନାତୁ ପୁଣ୍ଡରୀକାକ୍ଷ ପୁନାତୁ। ପୁନାତୁ ବୋଇଲେ ପବିତ୍ର କରନ୍ତୁ। କିଏ? ପୁଣ୍ଡରୀକାକ୍ଷ ବୋଲେ ଶ୍ରୀ ବିଷ୍ଣୁ। ଶ୍ରୀ ବିଷ୍ଣୁ ପବିତ୍ର କରନ୍ତୁ। କାହିଁକି ନା ସେ ପବିତ୍ର। ଶ୍ରୀ ବିଷ୍ଣୁ ପବିତ୍ର। ତାଙ୍କ ପାଦ ନଖରୁ ଗଙ୍ଗା ବାହାରିଥିଲେ। ପାଦ ପବିତ୍ର। ପୁଣ୍ଡରୀକ ମାନେ ଧଳା ପଦ୍ମ। ଧଳା ପଦ୍ମ ପରି ତାଙ୍କ ଆଖି। ପୁଣ୍ଡରୀକାକ୍ଷ। ପୁନାତୁ ପୁଣ୍ଡରୀକାକ୍ଷ ପୁନାତୁ। ସେ ପୁଣ୍ଡରୀକାକ୍ଷ ଶ୍ରୀ ବିଷ୍ଣୁ ଆପଣ ସମସ୍ତଙ୍କୁ ପବିତ୍ର କରନ୍ତୁ। କାହିଁକି? ଆମେ ସମସ୍ତେ ଅପବିତ୍ର। ଆମ ସମସ୍ତଙ୍କର ମନ ଅପବିତ୍ର। ମନ ଯେଣୁ ଅପବିତ୍ର, ଦେହ ଅପବିତ୍ର। ସୁତରାଂ ଆମେ ନିରନ୍ତର ଏଇ ମନ୍ତ୍ରଟି ମନେ ରଖିବା, ପୁନାତୁ ପୁଣ୍ଡରୀକାକ୍ଷ ପୁନାତୁ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଟିକେ ପାଣି ହାତରେ ଧରି ଆମ ଆସନରେ ଆମ ସର୍ବାଙ୍ଗରେ ଟିକେ ଛିଞ୍ଚିଦେବା ଏବଂ କହିବା 3 ଥର, ପୁନାତୁ ପୁଣ୍ଡରୀକାକ୍ଷ ପୁନାତୁ, ପୁନାତୁ ପୁଣ୍ଡରୀକାକ୍ଷ ପୁନାତୁ, ପୁନାତୁ ପୁଣ୍ଡରୀକାକ୍ଷ ପୁନାତୁ। ବାସ୍। ହଁ ବନ୍ଧୁ, ଆମେ ଆଜି ରବିବାର 22 ତାରିଖ ବିଷୟରେ ଆଲୋଚନା କରିବା। ରବିବାର 22 ତାରିଖ। ଏ ଦିନ ମେଷ ରାଶି ପାଇଁ ବଡ଼ ବିପଦ ଆଉ ବହୁ ସମ୍ପଦ। ବୁଝିଲେ? ଘନ ଘୋଟ ଅନ୍ଧକାର ଆଉ ଉଜ୍ଜ୍ୱଳ ଆଲୋକ। କଥା କ'ଣ ନା ସେଦିନ ହେଉଛି ମେଷ ରାଶି ପାଇଁ ଘାତ ବାର ଓ ଘାତ ଚନ୍ଦ୍ର। এই ଘାତ ପ୍ରତିଘାତ ଭିତରେ ମେଷ ରାଶିର ଜନତା ସଂଗ୍ରାମ କରିବେ, ବିଜୟୀ ହେବେ। ସେମାନଙ୍କର ଆୟ ଅମଳରେ ବାଧା ନାହିଁ। ହାତକୁ ଧନ ଆସିବ, ପେଟକୁ ଖାଦ୍ୟ ଆସିବ, ମନକୁ ସୁଖ ଆସିବ। ରାଜଯୋଗ, ଖାଲି ଟିକେ ଉଦ୍ୟମ, ଉଦ୍ଯୋଗ ବଳେ ସର୍ବସିଦ୍ଧି। ସାମାନ୍ୟ ଚେଷ୍ଟାରେ ସେମାନେ ବହୁ ବହୁ ସୁଖ, ଶାନ୍ତି, ଧନ, ଦୌଲତ, ଯାନ ମାନ ସଂଗ୍ରହ କରିପାରିବେ। କିନ୍ତୁ ସବୁ ଜାଗାରେ ଘାତ ପ୍ରତିଘାତ ସହିବାକୁ ପଡ଼ିବ। ସେଇମାନେ ବୋଧେ କାଲି ଏଇ ଗୀତଟିକୁ ପ୍ରମାଣିତ କରିଦେବେ। ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ। ଗିରି ଶିଖେ ଲୟ ରଖି ଚାଲିବି ମୁକର। ହଁ ବନ୍ଧୁ, ଦେଖିବା କଥା କ'ଣ। ଆସନ୍ତା କାଲି ରବିବାର 22 ତାରିଖ ମେଷ ରାଶିର ଘାତ ବାର ଓ ଘାତ ଚନ୍ଦ୍ର। ଏହି ରାଶିର ଜନତାଗଣ ସାବଧାନ। ଏଇଥିପାଇଁକି ପୁଣି ସନ୍ଧ୍ୟା 5ଟା 55 ପରେ ଦ୍ୱିଜା ନକ୍ଷତ୍ରର ଅଶୁଭ ହୋଇପାରେ। ଏହା ସତ୍ତ୍ୱେ ଆୟରେ ବାଧା ନାହିଁ, ଦେହ ପାଇଁ ରୋଗ ନାହିଁ, ପ୍ରତି ମହଲରେ ଆଦର ଅଛି। ଉଦ୍ଯୋଗ ବଳେ ସର୍ବସିଦ୍ଧି। ନ୍ୟାୟରେ ସାମାନ୍ୟ ଚେଷ୍ଟାରେ ସମସ୍ତ ସଦିଚ୍ଛା ପୂରଣ ହେବ। କୌଣସି ପ୍ରକାର ଦୁଃଖ ସମସ୍ୟା ଆସିବନି। ଆସନ୍ତା କାଲି ଅଶୁଭ ସମୟ 4ଟା 42ରୁ 5ଟା 50। ସୂର୍ଯ୍ୟୋଦୟ 6ଟା 12 ପରେ, ସୂର୍ଯ୍ୟାସ୍ତ 5ଟା 47 ପରେ। ସଇଲା ବୃଷ କଥା। କାଲି 22 ତାରିଖ ରବିବାର ବୃଷ ରାଶିର ମୃଗଶିରା ନକ୍ଷତ୍ର। ବୃଷ ରାଶି ମୃଗଶିରା ନକ୍ଷତ୍ରର ସନ୍ଧ୍ୟା 5ଟା 55 ପରେ ସତର୍କ ଦରକାର। ରବିବାର ବୃଷ ରାଶି ଜନତାଙ୍କୁ ସୁଖ ଶାନ୍ତି ଦେଇପାରିବନି। କାହିଁକି ନା ବ୍ୟୟ ବଢ଼ିଯିବ, ଆୟ କମିଯିବ, ରୋଗ ଦୁଃଖ ଦେବ। ଆୟ ଅମଳରେ ଉନ୍ନତି ହେବନି। ଖଣ୍ଡେ ଖା ଦଣ୍ଡେ ଜୀବ। ନ୍ୟାୟରେ
ସାମାନ୍ୟ ଆୟ ହେବ। ପର ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିବେ, କିନ୍ତୁ ନିଜେ ଯଥା ସମୟରେ ଖାଇପାରିବେନି। ଏହି ଯୋଗାଡ଼ କରିଥିବା ଖାଦ୍ୟ ବି କାମରେ ଲାଗିବନି। ବାଟ ଘାଟରେ ହଇରାଣ ହେବେ। ବିଳମ୍ବରେ ରୁଚିକର ଖାଦ୍ୟ ମିଳିବ। ସନ୍ଧ୍ୟା ପରେ ଦିଅ ଦର୍ଶନ ଯୋଗ ଅଛି। ଧନହାନି ବେଶୀ। କାଲି ବୃଷ ରାଶିର ଧନହାନି ବେଶୀ। ମିଥୁନ କଥା ବୁଝିବାନି। ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ସନ୍ଧ୍ୟା 5ଟା 55 ପରେ ମନ୍ଦ ସମୟ ଆସିବ। ମିଥୁନ ରାଶିର ଲୋକେ 22 ତାରିଖ ରବିବାର ଯୁଆଡ଼େ ଯିବେ ଯାଆନ୍ତୁ, କିନ୍ତୁ ମଙ୍ଗଳା ସୁମରି ଯୁଆଡ଼େ ଯିବେ ସିଆଡ଼େ ଶୁଭ ହେବ। ମାନେ ଯାତ୍ରା ଶୁଭ। ରବିଙ୍କର ବୁଧଙ୍କ ସହ ସମ୍ପର୍କ ବହୁତ ଅଛି, ଘନିଷ୍ଠ ମିତ୍ରତା ଅଛି। ଏଣୁ ରବିବାର ଆୟ ଅମଳ ଭଲ ହେବ। ସମସ୍ତ ବୃତ୍ତିଧାରୀ ବୁଦ୍ଧି ବିଦ୍ୟାର ସୁବିନିଯୋଗ କଲେ ଧନଲକ୍ଷ୍ମୀ ପ୍ରସନ୍ନ ହେବେ। ନିଶ୍ଚୟ କରୁଣା କରିବେ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ମିଥୁନର ଭଲ, ମେଷର ଶୁଭ, ମିଥୁନର ଭଲ, ମଝିରେ ବିଚରା, ବୃଷ ଟିକେ ହଇରାଣ। 22 ତାରିଖ ରବିବାର କର୍କଟ ରାଶି ଅଶ୍ଳେଷା ନକ୍ଷତ୍ରର ସନ୍ଧ୍ୟା 5ଟା 55 ଠାରୁ ଅଶୁଭ ସମୟ ଆସିବ। ଏ ଦିନ ଏ ରାଶି ଜନତା ଯାବତୀୟ ସୁଖ ଆଶାରେ ଯତ୍ନଶୀଳ ହେବେ। ବିଧାତା ତାଙ୍କର ଏ ଆଶା ଅବଶ୍ୟ ପୂରଣ କରିବେ। ଏମାନେ ଆଜି କର୍ମ ଚଞ୍ଚଳ ରହି ନିଜ ବୃତ୍ତି ବ୍ୟବସାୟର ଅଭିବୃଦ୍ଧି ପାଇଁ ଚେଷ୍ଟା କରିବେ। ଏପରିକି ଖାଇବାକୁ ଶୋଇବାକୁ ଭୁଲିଯିବେ। ମନି ମନି ମନି, ବ୍ରାଇଟର ଦେନ୍ ସନସାଇନ୍, ସୁଇଟର ଦେନ୍ ହନି। ଏଇ ମନ୍ତ୍ର ଆଜି ଜପିବେ। କେତେ ଅମଳ ହେଉଛି, କେତେ ଆୟ ହେଉଛି, କେତେଟା ବ୍ୟାଗ ପୂରଣ ହେଉଛି, ସେମାନେ ଆଜି ଚେଷ୍ଟା କରିବେ। ଆଳସ୍ୟ ଠାରେ ଏମାନେ ହାରିବେନି। ଆଳସ୍ୟକୁ ବିଧା ଗୋଇଠା ମାରି ତା ମୁହଁକୁ ଅନେଇବେନି। ଆଜି ଏମାନେ କର୍ମଠ ହେବେ। ବିଳାସ ବ୍ୟସନଠୁ ଦୂରରେ ରହିବେ। କର୍ମକୁ ସେ ଭଲ ପାଇବେ। କର୍ମ କ୍ଷେତ୍ରରୁ ଧନ ମାନ ଜାନ ମାନ ସମ୍ମାନ ସବୁ ପାଇବେ। ଖାଲି ଗୋଟିଏ ଚେଷ୍ଟା ଆଉ ସଦିଚ୍ଛା, ଏଇ ଦୁଇଟାକୁ ସିଏ ଯଦି ପାଳନ କରିବେ, ସଦିଚ୍ଛା ସତି ଇଚ୍ଛା, କ'ଣ ମାଗଣା ଲକ୍ଷ୍ମୀ ଆସିବେ? ସଦିଚ୍ଛା ଆଉ କର୍ମଠ, ଏଇ ଦୁଇଟା ଗୁଣ ପାଇଁ ଯେଉଁ କର୍କଟ ରାଶିର ଲୋକେ ଏଇ ଦୁଇ ଗୁଣର ଅଧିକାରୀ, ସେଇମାନେ ମହାଲକ୍ଷ୍ମୀଙ୍କୁ ଆଜି ପାଇବେ। ନହେଲେ ସିଏ ଚଞ୍ଚଳା। 22 ତାରିଖ ରବିବାର ସିଂହ ରାଶି ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ସନ୍ଧ୍ୟା 5ଟା 55ରୁ ସତର୍କ ରହିଲେ ଭଲ। ରବିବାର ହେତୁ ସିଂହ ରାଶି ପାଇଁ ଶୁଭ ଦିନ। ଗୋଟିଏ ଭୟ, ଅପମାନ ହୋଇପାରନ୍ତି। ଅପମାନିତ, ଏ ତ ଗୋଟିଏ ଅସୁବିଧା କଥା ନା। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ଆଲୋ ସଖୀ, ଆପଣା ମୁହଁ ତ ଆପେ ରଖି ଟିକେ ଭାବି ବିଚାରି ଫୁଙ୍କି ଗୋଡ଼ ପକଉନୁ। ଏଇ ନ୍ୟାୟରେ ଆଜି ଯଦି ସିଂହ ରାଶି ଚଳିବେ, ତାହେଲେ ସେମାନଙ୍କର କୌଣସି ଅସୁବିଧା ନାହିଁ। କାରଣ ରବିବାର, ସିଂହ ରାଶିର ଅଧିପତି ପରା ରବି। ବହୁ ବନ୍ଧୁ ସହଯୋଗ ମିଳିବ। ଭାଗ୍ୟାଧିପ ମଙ୍ଗଳ ଏବେ କୁମ୍ଭରେ ସପ୍ତମରେ ବିପରୀତ ଲିଙ୍ଗ ପ୍ରତି ବିରୁଦ୍ଧାଚରଣ କରିବ। ବିପରୀତ ଲିଙ୍ଗ ମାନେ ଯଦି ସିଂହ ରାଶିର ବନ୍ଧୁ ପୁରୁଷ,
ତାହେଲେ ସିଏ ଟିକେ ଥଟ୍ଟା ପରିହାସ କରିବେ, ନିନ୍ଦା କରିବେ। ସିଂହ ରାଶିର ବନ୍ଧୁ ଯଦି ନାରୀ, ସିଏ ବନ୍ଧୁ ସେଇଭଳି ବ୍ୟବହାର କରିବେ। ବିପରୀତ ଲିଙ୍ଗ ପ୍ରତି ସାବଧାନ। ଆଜି ସେମାନେ ସମସ୍ତ କଥାରେ କଟୁବାଣୀ ଶୁଣେଇବେ। ଏହା ଜାଣି ଶୁଣି ଆମେ ଭାବି ଚିନ୍ତି ପାଦ ପକାଇବା। ଆମେ କିଏ? ବା ସିଂହ ରାଶିର ଲୋକ। ତେଣୁ ଭାବି ଚିନ୍ତି ଅନ୍ଧାରରେ ଆଲୁଅ ଖୋଜିଲେ ସିନା ଆମେ ଜ୍ଞାନୀ। କନ୍ୟା ରାଶି 22 ତାରିଖ ରବିବାର। କନ୍ୟା ରାଶି ଚିତ୍ରା ନକ୍ଷତ୍ରର ବଡ଼ ଅସୁବିଧା ଦିବସ। ପୁଣି ସନ୍ଧ୍ୟା 5ଟା 55ରେ ଦୁଃଖ ଆସିବ, ଅଧୀର କରିବ, ଦେହ ଯନ୍ତ୍ରଣା ବଢ଼ିଯିବ, ବହୁ ସମୟ ନଷ୍ଟ ହୋଇଯିବ। ଯଥା ସମୟରେ ଦୈହିକ ସୁଖ ମିଳିବନି, ମାନସିକ ଅଶାନ୍ତି ବଢ଼ିଯିବ, ଆୟ ଅମଳରେ ବାଧା ହେବ, କେହି ଉଚିତ ବ୍ୟବହାର କରିବେ ନାହିଁ, ଅପମାନ ବୋଧ ହେବ। ସନ୍ଧ୍ୟା ପରେ ଦିଅଁ ଦର୍ଶନ ଯୋଗ ଅଛି। ହେଲେ ଦିନଟା ବନ୍ଧୁ ମହଲରେ ଯିବ, କିନ୍ତୁ ବିରକ୍ତକର ପରିବେଶରେ ଯିବ। ଅସନ୍ତୋଷ ହେବେ। ଗୋଟେ କଥା, ପୁରୁଣା ରୋଗ ପରା ପୀଡ଼ା ଦେବ ଆଜି। କନ୍ୟା ରାଶିକୁ ରବିବାର 22 ତାରିଖ ତୁଳା ରାଶି ପାଇଁ ଶୁଭ ଦିନ। ଆୟ ଅମଳ ମନଲାଖି ହେବ। ବିଶାଖା ନକ୍ଷତ୍ରଧାରୀ ଜନତା 5ଟା 55 ଠାରୁ ସତର୍କ ରହିବା ଉଚିତ। ଧନ ପାଇ ମନ ପ୍ରସନ୍ନ ହେବ। ଧନ ମିଳିଯିବ। ଧନ ପାଇ ମନ ପ୍ରସନ୍ନ ହେବ। ଯାନ ବାହନରେ ଭ୍ରମଣ କରି ସୁଖ ଲାଭ କରିବେ। ସମସ୍ତ ବୃତ୍ତି, ବ୍ୟବସାୟ, ଚାଷ ଓ ସେବାରୁ ଯଥେଷ୍ଟ ଆୟ ହେବ। ଆଉ ଚେଷ୍ଟା ଅନୁସାରେ ମାତ୍ରାଧିକ ରୋଜଗାର ହେବ। ଖାଲି କ'ଣ ଶୁଣିଲେ ହେଇଗଲା? କାମ କରିବା ନା। ଆଉ ଗଛରେ ପିଜୁଳି ପାଚିଛି, ଚଢ଼ିବା ନହେଲେ ଗଛକୁ ହଲେଇବା, ଆଉ ଚୁପଚାପ ଘରେ ବସିବା। ମାଉସୀ କୁକୁରକୁ ଟିକେ ବାଡ଼େଇଲୁ, ସେ କ'ଣ ଗୋଡ଼ ଟେକିଲାଣି ମୋ ଉପରେ କାଳେ ଡ୍ୟାସ୍। ଏତେ ଅଳସୁଆ ହେଲେ କେମିତି ହେବ? ବୁଝିପାରିଲେ ତ? ଏତେ ଅଳସୁଆ। କୁକୁର ଗୋଡ଼ ଟେକିଲାଣି, ମାଉସୀ ଟିକେ ବାଡ଼େଇ ଦେ କୁକୁରକୁ। ନିଜେ ହାତ ହଲେଇ ବାଡ଼େଇଲେ ହେବନି? ଅଳସ ରାଗର। 22 ତାରିଖ ରବିବାର ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରଧାରୀ ଲୋକେ ସନ୍ଧ୍ୟା 5ଟା 55ରୁ ସତର୍କ ରହିଲେ ଭଲ। ସ୍ୱାସ୍ଥ୍ୟର ଉନ୍ନତି ହେବ। ଦେହ, ମୁଣ୍ଡ, ମନ ସୁସ୍ଥ ରହିବ। ରୋଜଗାର ବଢ଼ିବ। ଲାଭପ୍ରଦ ଦିନ। ନାନା ବ୍ୟକ୍ତି ଭିନ୍ନ ଭିନ୍ନ ଲାଭ କରିବେ। ମାତ୍ର ଅର୍ଥ ଲାଭ ସମସ୍ତଙ୍କର ସୁଖର କାରଣ ହେବ। ଉପହାର ଆଜି ମିଳିବ। ବନ୍ଧୁ ଦର୍ଶନ ହେବ। କାହାକୁ କ'ଣ ଲାଭ ହେବ ନା? କାହାକୁ ଉପହାର, କାହାକୁ ବନ୍ଧୁ, କାହାକୁ ବ୍ୟକ୍ତି, କାହାର ବିଦ୍ୟା, କାହାକୁ ଜ୍ଞାନ, କାହାର ବୃତ୍ତି ବା ଅନ୍ୟ କିଛି ଲାଭ ହେବ। ଯେହେତୁ ଆଜି ଏକ ଲାଭପ୍ରଦ ଦିନ। କାହାର? ତମର ନୁହଁ, ବିଛା ରାଶିଆଙ୍କର। ବ୍ୟକ୍ତି ଭିନ୍ନତା ଭିତରେ ତ ଲାଭ ଭିନ୍ନ ଭିନ୍ନ ଖୋଜିବା ନା। ମୁଁ ବା ସମୁଦ୍ର, ମୋର ଲୁଣ କ'ଣ ଦରକାର ଅଛି? ମୋର ଲୁଣ ଲାଭ ହେଲେ ମୋର କ'ଣ ମିଳିବ? କି ପାଣି ଲାଭ ହେଲେ ମୋର କ'ଣ ମିଳିବ? ବୁଝି ଯାହାର ଯାହା ଦରକାର ବିଧି ସେ ବ୍ୟବସ୍ଥା କରିଛନ୍ତି ଆଗରୁ। ବ୍ୟସ୍ତ କାହିଁକି ହେଉଛନ୍ତି? ଲାଭ ହେବ ଯଦି ବିଛା ରାଶି ହେଲା। ଯାହାଟା ଲାଭ ହେଲେ ଆପଣ ଖୁସି ହେବେ, ସେ ବିଷୟରେ ସାମାନ୍ୟ ଟିକେ ଉଦ୍ୟମ ଦରକାର ନା। ଆଉ ଖାଲି ଶୋଇ ରହିବେ କେମିତି ନା। ମକର ରାଶି। ଆଉ ମକର, ଧନୁ କାଡ଼େ ଗଲେ? ମକର, ରୁହ ମକର, ଟିକେ ରୁହ। ଧନୁ କଥା ବୁଝିବା। ଧନୁ ରାଶି 22 ତାରିଖ ରବିବାର। ଧନୁ ରାଶି ପୂର୍ବାଷାଢ଼ା ନକ୍ଷତ୍ରର ଆଦର ସମ୍ମାନ ବେଶୀ ମିଳିବ।
କିନ୍ତୁ ପୂର୍ବାଷାଢ଼ା ନକ୍ଷତ୍ର ସନ୍ଧ୍ୟା 5ଟା 55ରୁ ସତର୍କ ରହିଲେ ଭଲ। ରବିବାର ଆପଣ ପୂର୍ବାଷାଢ଼ାରେ ବି ଖରାପ ଅଛି ସିନା, କିନ୍ତୁ ସମସ୍ତେ ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା ସମସ୍ତ ଧନୁରାଶି ରବିବାର ଦିନ ଆପଣମାନଙ୍କର ପାଇବେ ସ୍ନେହ, ଆଦର, ସମ୍ମାନ, ନାନାବିଧ ସୁଖ ଲାଭ ହେବ। ବନ୍ଧୁ ମହଲରେ ଆନନ୍ଦ ଉପଭୋଗ କରିବେ। ଦେହ ମୁଣ୍ଡ ଠିକ୍ଠାକ୍ ରହିବ। ଆଉ ଚାହିଁଲା ମାତ୍ରେ ଯେତେବେଳେ ଆପଣ ଖାଲି ପାଟି ଖୋଲି କହିଦେବେ ମୁଁ ଟିକେ ଶୋଇବି, ମୁଠେ ଖାଇବି, ଟିକେ ବୁଲିଯିବି, ଟିକେ ପଢ଼ିବି, ଟିକେ ମନ୍ଦିର ଯିବି, ଚାହିଁଲା ମାତ୍ରେ ଏ ସମସ୍ତ ଇଚ୍ଛା ପୂରଣ ହେବ। ଖାଇବାକୁ, ଶୋଇବାକୁ, ପଢ଼ିବାକୁ ଆଉ ବୁଲିବାକୁ ସୁଯୋଗ ମିଳିବ। ତାମାନେ ଆଜି ଧନୁରାଶିର ସବୁ ଦିଗରୁ ଶୁଭ ନୁହେଁ କି? ଶୁଭ। ହଁ ହେ ମକର ବନ୍ଧୁ, ତୁମେ ଟିକେ ଆଗରୁ ଶୁଣିବା ପାଇଁ ଚାହୁଁଥିଲ, ଏବେ ଶୁଣିବା। ଆସନ୍ତା କାଲି 22 ତାରିଖ ରବିବାର ମକର ରାଶି ଧନିଷ୍ଠା ନକ୍ଷତ୍ର ଥିବା ବ୍ୟକ୍ତିଙ୍କୁ ସନ୍ଧ୍ୟା 5ଟା 55ରୁ ସତର୍କ ରହିବା ପାଇଁ ଶାସ୍ତ୍ର କହିଲେ। ରବିବାର ହେତୁ ଯଥେଷ୍ଟ ବେଶୀ ଅଶୁଭ ଫଳ ମିଳିବ। କାହିଁକି କହିଲେ? ମକରର ଅଧିପତି ଶନି, ବାରର ଅଧିପତି ରବି। ଏ ସିନା ବାପ ପୁଅ, ହେଲେ ଶନି ପୁତ୍ର ଶନି ପିତା ରବିଙ୍କୁ ବା ଭଲ ପାଆନ୍ତିନି। ଦେଖୁନାହାନ୍ତି ଆଜିକାଲି କଳିଯୁଗରେ ପ୍ରାୟ ଯୋଗ୍ୟ ପୁଅମାନେ କେମିତି ପିତାମାତାଙ୍କୁ ନେଇ ଜରା ନିବାସ ଛାଡ଼ିଦେଇ ଆସୁଛନ୍ତି। ଆଉ ସେ ଯୋଗ୍ୟ ପୁଅ ନୁହନ୍ତି କେମିତି? ମା ବାପା ବୁଢ଼ା ହେଲେ ଆଉ ଗୁହାଳେ ବନ୍ଧା ହେବେ ଆଉ। ଘୋଡ଼ା ମା ପୁଅକୁ ଲାଜ ନାହିଁ, ଅଲଜ୍ୟା ଭୂତ ହେଲା। ସତର୍କ ରହିବା ଉଚିତ। ରବିବାର ହେତୁ ଯଥେଷ୍ଟ ବେଶୀ ଅଶୁଭ ଫଳ ମିଳିବ। ପୁରୁଣା ରୋଗ ଥିଲେ ଯନ୍ତ୍ରଣା ବଢ଼ିଯିବ। ଖାଦ୍ୟ ରୁଚିକର ହେବନି। ଯଥା ସମୟରେ ଖାଦ୍ୟ ନ ମିଳିପାରେ। ବଡ଼ ବିଳମ୍ବରେ କିନ୍ତୁ ରୁଚିକର ଖାଦ୍ୟ ମିଳିବ। ଆୟ ଅମଳରେ ବାଧା ନାହିଁ। ହେଲେ କିଛି ଗୁରୁତର ଭୁଲ କରିଛନ୍ତି ବୋଧେ ଅତୀତରେ। ଆପଣଙ୍କୁ ପୋଲିସ ଖୋଜୁଛି, ଧରିନେବ। ରାଜଦଣ୍ଡ ମିଳିପାରେ, ସାବଧାନ। ଯଦି ଅପରାଧୀ ତେଣୁ ସାବଧାନ। ଯଦି ନିରପରାଧ ଡୋଣ୍ଟ କେୟାର ଏନିବଡି, ଖାତିର ନାହିଁ କାହାକୁ। ମନକୁ ପଚାରି ବୁଝନ୍ତୁ ଆପଣ ଅପରାଧୀ କି ନିରପରାଧ। ମକର ରାଶି କଥା। ଯଦି ମକର ରାଶି ଆଜି ଅପରାଧ କରିଛନ୍ତି ଭୁଲରେ, କେବେ କେଉଁଠି କେମିତି ପୋଲିସ ଖୋଜୁଛି, ବାନ୍ଧି ନେବ। କୁମ୍ଭ ରାଶି ଆସନ୍ତା କାଲି ରବିବାର 22 ତାରିଖ କୁମ୍ଭ ରାଶି ପୂର୍ବଭାଦ୍ର ନକ୍ଷତ୍ରଧାରୀ ଲୋକେ 5ଟା 55 ଠାରୁ ସାବଧାନ ରୁହନ୍ତୁ। ଆଜି ରବିବାର ଭଲ ଆୟ ଅମଳ ହେବ। ବ୍ୟବସାୟ ଓ ସେବା ଠିକ୍ଠାକ୍ ଚାଲିବ। ଦେହ ମୁଣ୍ଡ ସୁସ୍ଥ ରହିବ। କୌଣସି ସମସ୍ୟା ନାହିଁ। କାହା ପାଇଁ? କୁମ୍ଭ ପାଇଁ କୌଣସି ସମସ୍ୟା ନାହିଁ। ବନ୍ଧୁମାନେ ଆଦର କରିବେ। ଖାଦ୍ୟ ପେୟ ରୁଚିକର ହେବ। ଚାକିରିଆ ମାନଙ୍କର ଆଜି ବାକିଆ ଅର୍ଥ ମିଳିଯିବ। ପ୍ରମୋସନ ବି ହେଇପାରେ। ହଁ, କାଲି ବୁଝେଇଥିଲି ବନ୍ଧୁ ପ୍ରମୋସନ ଅର୍ଥ କ'ଣ? ପରମୋସନ, ପ୍ରମୋସନ। କାଲି କହିଲି, ଆଜି ପୁଣି କହିବି ନାହିଁ, ମୁଁ ପୁଣି କାଲି କହିବି। ଋଣ ଆଦାୟ ହେବ। ଯଦି ଯାହା କାହାକୁ ଦେଇଛନ୍ତି ସେମାନେ ଫେରାଇବେ। ଆଜି ମାନ ସମ୍ମାନ ମିଳିବ। ଅସୁବିଧା କିଛି ନାହିଁ କୁମ୍ଭ ରାଶିର। ମୀନ ରାଶି ଆସନ୍ତାକାଲି ରବିବାର 22 ତାରିଖ ରେବତୀ ନକ୍ଷତ୍ରର ସନ୍ଧ୍ୟା 5ଟା 55 ଠାରୁ ଅଶୁଭ। ଆବଶ୍ୟକୀୟ ସମସ୍ୟା ପାଖକୁ ଆସିବନି। ଯାବତୀୟ ଅସୁବିଧା ହୋଇପାରେ। ଦିନ ସାରା ମୀନ ରାଶି ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ। ଏ ରାଶି ଲୋକେ ଧୈର୍ଯ୍ୟହରା ହୋଇଯିବେ। ଏତେ ସମସ୍ୟା ଆସିବ। ମନ ଡହଳ ବିକଳ ହେବ, ଆକୁଳ ହେବ, ଧନାଗମ ହେବ।
शुभ संवाद मिलिब आदर सम्मान रे उणा हेबनी मात्र अबुझा मन पाई सबु बिगड़ी जीव कर्म प्रति आग्रह कमिजीव एपरिकी कर्म क्षेत्र को जीवाकू सुजोग मिलबनी एते मन छटपटिया हब हाँ बंधु आज एतिकी ईश्वर चाहिए आसंता काली पुण्य दुख सुख हेबा रही नमस्कार।